ବନ୍ଧୁଗଣ, ରବି ନିଜ ଘରକୁ ଗଲେ। ଅଗଷ୍ଟ 17 ତାରିଖ 10:55 ରବି ସିଂହକୁ ଗଲେ। ଅର୍ଥାତ୍ ସେ ଏହା ପୂର୍ବରୁ ଯେଉଁ 11 ଘରେ ଥିଲେ ସେତେବେଳେ ସେ 12ଟି ରାଶିକୁ ସୁରକ୍ଷା ଦେଇପାରିନଥିଲେ। ଏବେ ସେ ସିଂହରେ ରହି କିଛି ବିଚାର ନ କରି ସବୁ ରାଶିର ମଙ୍ଗଳ କାମନା କରିବେ। ତେଣୁ ଅଗଷ୍ଟ 17ରୁ 31 ଦିନ ସେପ୍ଟେମ୍ବର 16 ଯାଏ ରବି ସିଂହରେ ରହିବେ। ଏହା ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କର 68 ଅଙ୍କ 1432 ସାଲ ଅଟେ। ତେଣୁ ଆମେ ଏବେ ରବିଙ୍କର 12 ରାଶି ଉପରେ କେଉଁ କେଉଁ କଲ୍ୟାଣ ଅଛି ତାହାର ଏକ ଦୀର୍ଘ ଆଲୋଚନା କରିବା। ରବି ମେଷ ରାଶି ପାଇଁ ପଞ୍ଚମ ହେଲେ। ସେ ମେଷ ରାଶିର ପ୍ରଥମ ନକ୍ଷତ୍ର ଅଶ୍ୱିନ, ଦ୍ୱିତୀୟା ଦ୍ୱିଜା। ଅଶ୍ୱିନ ଆଉ ଦ୍ୱିଜାକୁ ପ୍ରବଳ ଐଶ୍ୱର୍ଯ୍ୟ ଦେବେ। ରବିଙ୍କ କଲ୍ୟାଣରୁ ଏହି ଦୁଇ ନକ୍ଷତ୍ର ଯଥେଷ୍ଟ ବେଶୀ ଆର୍ଥିକ ସୁଖ ଲାଭ କରିବେ। ଯଦିଓ କୃତ୍ତିକା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବନି, ତଥାପି ସେ କିଛି କଷ୍ଟ ଭୋଗିବ। ଗୁପ୍ତ ଅଙ୍ଗରେ ଯନ୍ତ୍ରଣା ଭୋଗିବ, ଅସହ୍ୟ ଯନ୍ତ୍ରଣା। ରବିଙ୍କର କଲ୍ୟାଣରୁ ଏ ଯନ୍ତ୍ରଣା ଲାଘବ ହେବ। ବୃଷ ରାଶି ପାଇଁ ମଧ୍ୟ ରବିଙ୍କର ଯଥେଷ୍ଟ କଲ୍ୟାଣ ଅଛି। ଯେତେବେଳେ ଏ କୃତ୍ତିକା ନକ୍ଷତ୍ର ବୃଷ ରାଶିର ହେବ, ସେତେବେଳେ ଏ ପୀଡ଼ା ବହୁତ କମ୍ ହେବ, ଲାଘବ ହେବ। ଐଶ୍ୱର୍ଯ୍ୟ ଅଧିକରୁ ଅଧିକ ହେବ, ସୁଖ ମିଳିବ। ଆମେ ବୃଷ ଚତୁର୍ଥ ରବି ରୋହିଣୀ ବୃଷକୁ ବହୁ ସମ୍ପତ୍ତି ଲାଭ ହେବ। ମୃଗଶିରା ଓ ଆର୍ଦ୍ରା ବହୁତ ଅର୍ଥ ଲାଭ ହେବ। ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଆତ୍ମସନ୍ତୋଷ ଲାଭ କରିବେ। ଭୋଜନ ପାଇଁ ସେମାନେ ଯୋଜନ ଦୂର ଯିବେନି। ତାଙ୍କୁ ଉତ୍ତମ ଭୋଜନ ଓ ଉତ୍ତମ ଆୟ ମିଳିବ, ଖୁସି ହେବେ। ମିଥୁନ ପାଇଁ ତୃତୀୟ ରବି। ଏହି ତୃତୀୟ ରବି ତାଙ୍କୁ ଯଥେଷ୍ଟ ଆନନ୍ଦ ଦେବ। ମୃଗଶିରା ଆର୍ଦ୍ରା ପୂର୍ଣ୍ଣବସୁକୁ ରବି ସୁଖ ଶାନ୍ତି ପ୍ରଦାନ କରିବେ। ସମସ୍ତ ଶ୍ରମ ଯଥେଷ୍ଟ ହେବ। ଆୟ ରୋଜଗାର ଲାଭବାନ ହେବ। ସମସ୍ତେ ସୁଖରେ ରହିବେ। କର୍କଟ ପାଇଁ ଦ୍ୱିତୀୟ ରବି। ପାରିବାରିକ କଳହ ବ୍ୟତୀତ ଅନ୍ୟ ଦୁଃଖ ନାହିଁ। ପୁନର୍ବସୁ ଓ ପୁଷ୍ୟା ପାଇଁ ଭଲ ଯୋଜନା ଅଛି। ଉତ୍ତମ ରୋଜଗାର ହେବ, ଭଲ ଆୟ ହେବ। ବନ୍ଧୁଯୋଗ ଅଛି, ମାତ୍ର ଅଶ୍ଳେଷା ନକ୍ଷତ୍ର। ଏହା ସହିତ ଉଚ୍ଚ କୋଟିର ସମ୍ମାନ ପାଇବେ। କର୍କଟର ଯେଉଁ ନବ ନକ୍ଷତ୍ର, ଅଶ୍ଳେଷା ନକ୍ଷତ୍ର, ଭଲ ଭୋଜନ, ଭଲ ଆୟ ସହିତ ଉତ୍ତମ ସମ୍ମାନ ପାଇବେ। ସିଂହ ରାଶି। ସିଂହ ରାଶିର ଜନ୍ମ ରବି ମଘା, ପୂର୍ବ ଫାଲ୍ଗୁନୀ ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ତ୍ରୟ। ଯଦି ସୁକର୍ମ କରିବେ ତେବେ ସବୁ ଦିଗର ଲାଭ ପାଇବେ। କନ୍ୟା ରାଶି ପାଇଁ ଦ୍ୱାଦଶ ରବି। ଟିକେ ଜଗି ରଖି ଖର୍ଚ୍ଚ ନ କଲେ ଅଭାବରେ ପଡ଼ିବେ। ମନେ ରଖିବେ, ବସି ଖାଇଲେ ନଈବାଲି ସରେ। ସବୁ ଆସିବ, ରଖିପାରିଲେ ସୁଖ ଓ ଶାନ୍ତି ପାଇବେ। ନହେଲେ
ସବୁ ସରିଯିବ। ତୁଳା ପାଇଁ ଏକାଦଶ ରବି ସମସ୍ତ ଯୋଜନା ସଫଳ ହେବ। ଆୟ ଓ ରୋଜଗାରର ମାର୍ଗ ଖୋଲିଯିବ। ମାତ୍ର ତୁଳା ପାଇଁ ରବି ସହାୟ ହେଲେ ବି ପଞ୍ଚମ ରାହୁ ସଭାରେ ଷଣ୍ଢ ପୁରାଇ ସର୍ବିଦ୍ଧ ଅଶାନ୍ତି କରିବ। ଏଣୁ ଏକାଦଶ ଗୁରୁ ଦେହ ଖୁସି ରଖିବେ, ମନ ଖୁସି ରହିବେ। ବିବେକ ବୁଦ୍ଧିର ସହିତ ଧୈର୍ଯ୍ୟ ଧରି ବିଚାର କଲେ ସବୁ ଶାନ୍ତି ପାଇବେ। ବିଛା ପାଇଁ ଦଶମ ରବି ଶୁଭ କର୍ମ କ୍ଷେତ୍ରରେ ଉନ୍ନତି ହେବ। ଚତୁର୍ଥ ରାହୁ ପଞ୍ଚମ ଶନିଙ୍କ ପାଇଁ ବହୁ ବାଧା ବନ୍ଧନ ଦୁଃଖ ଓ ଅଶାନ୍ତି ଆସିବ। ଏ ମାସରେ 3 ନକ୍ଷତ୍ରକୁ ବିବ୍ରତ କରିବେ ଏହି ରାହୁ। ଧନୁ ପାଇଁ ନବମ ରବି ଅଶୁଭ ଫଳ ଦେଇଥାଏ। ମାତ୍ର 19, 20, 21 ଏହି ନକ୍ଷତ୍ର ତ୍ରୟ ଅବଶ୍ୟ ଲାଭବାନ ହେବେ। କାରଣ ଏହା ପୂର୍ବରୁ ଧନୁ ରାଶିର ବ୍ୟକ୍ତିମାନେ ଶାରୀରିକ କଷ୍ଟ ଯଥେଷ୍ଟ ବେଶୀ ପାଇସାରିଲେଣି। ଅତୀତରେ ସମସ୍ତ ସମସ୍ୟା ସମାଧାନ ହୋଇଯିବ। ପରମ ସୁଖ ଓ ଶାନ୍ତି ପାଇବେ। ମକରର ଅଷ୍ଟମ ରବି ସମ୍ପୂର୍ଣ୍ଣ ଅଶୁଭ। ମାତ୍ର ଯଦି 21, 22, 23 ନକ୍ଷତ୍ରତ୍ରୟ ହୃଦୟବାନ ହେବେ, ଅନ୍ୟର ମନ ବୁଝିବେ, ପରୋପକାର କରିବେ, ଦୟାଶୀଳ ହେବେ, ତେବେ ତାଙ୍କର ସମସ୍ତ ଚିନ୍ତା ଦୂର ହେବ। ସବୁ ଦିଗରୁ ଶାନ୍ତି ଓ ସୁଖ ଲାଭ କରିବେ। କୁମ୍ଭ ପାଇଁ ସପ୍ତମ ରବି, ତେଣୁ ଶୁଭ ଖବର ନିଶ୍ଚୟ ପାଇବେ। ଏହା ଯେ ଅତୀତରେ ସମସ୍ତ ଚେଷ୍ଟା ଏବେ ସଫଳ ହେବ। ପ୍ରବଳ ଐଶ୍ୱର୍ଯ୍ୟ କରାଗତ ହେବ। ସମ୍ମାନ ବଢ଼ିଯିବ। ମୀନ ପାଇଁ ଷଷ୍ଠ ରବି, ଏହି ଷଷ୍ଠ ରବି ହେତୁ ଧନଲକ୍ଷ୍ମୀ ଓ ବାଣିଜ୍ୟ ଲକ୍ଷ୍ମୀ ପ୍ରସନ୍ନ ହେବେ। ମାତ୍ର ବୁଦ୍ଧି ଓ ବିବେକ ଲକ୍ଷ୍ମୀ ଅପ୍ରସନ୍ନ ହେବେ। ଧନ ଆଉ ବାଣିଜ୍ୟ ଲକ୍ଷ୍ମୀ ସନ୍ତୁଷ୍ଟ ହେବେ, କିନ୍ତୁ ବୁଦ୍ଧି ଆଉ ବିବେକ ଲକ୍ଷ୍ମୀ ଅପ୍ରସନ୍ନ ହେବେ। ବୁଦ୍ଧି ବିବେକ ହଟେଇ ନ ପାରିଲେ ମୀନ ରାଶିର ଲୋକମାନେ ହଇରାଣ ହେଇଯିବେ। ହାତରୁ ଧନ ଖସିଯିବ, ଅଭାବରେ ପଡ଼ିବେ। ଫଳରେ ଅତି ଆନନ୍ଦ ସମୟରେ ନୀଳ ଆକାଶରେ କଳା ଢାଙ୍କି ଆସିବ। ସୁତରାଂ ଧୈର୍ଯ୍ୟ ଧରି ବିବେକର ସହିତ ସମାଧାନ କଲେ ସବୁ ଶାନ୍ତି ଫେରି ପାଇବେ। ଧନ ପ୍ରବଳ ଆସିବ, ଅନେକ ବନ୍ଧୁ ଆସିବେ। 12 ରାଶି ଉପରେ ରବିଙ୍କ ପ୍ରଭାବ ଉପରେ ମୁଁ କହିଲି। କାରଣ ରବି ଏବେ ନିଜ ଘରକୁ ଆସିଛନ୍ତି। ନିଜ ଘରେ ସିଂହରେ ସେ ଅଛନ୍ତି। 12 ରାଶିର ସେ ମଙ୍ଗଳ କାମନା କରିବେ। ଯିଏ ଯେଉଁ ପ୍ରକାର କଷ୍ଟ ଭୋଗୁଥିଲେ ସମସ୍ତଙ୍କ କଷ୍ଟ ଧୀରେ ଧୀରେ ମାନେ 17 ତାରିଖ ଆଜି 17 ତାରିଖ 10:55 ପରଠାରୁ 10:55 ପରଠାରୁ ଧୀରେ ଧୀରେ ସବୁ ସମସ୍ୟା ଦୂରୀଭୂତ ହୋଇ ପରମ ଶାନ୍ତି ମିଳିବ। ବନ୍ଧୁ ଖୁସି ହେବେ। ରହିଲେ।